ଆପଣ ଦେଖିପାରୁଥିବେ ବଳିଷ୍ଠ ନିର୍ଦ୍ଦେଶକ ଆମର ରଞ୍ଜନ ବିଶ୍ୱାଳ ସାର୍, ତାଙ୍କ ହାତରୁ ଆଜି ଆମେ ମଟନ ରୋଷେଇ ଖାଇବା। ସାରଙ୍କ ପ୍ରୋସେସ୍ ଏଇଟା ସାର ବନ୍ଦ ଅଛି, ଖାଲି ଆମ୍ବ ଗଛ। ରୋଷେଇରେ ଆପଣଙ୍କର କେତେ ବର୍ଷର ଅଭିଜ୍ଞତା? ହେତୁ ପାଇଲା ଦିନଠୁ ଛୋଟବେଳୁ ରୋଷେଇ କରୁଛନ୍ତି। ମଟନଟା ଯେଉଁ ଏକାଥରେ ପିଆଜ ମସଲା ପକେଇ କଲେ ତାର କ'ଣ ତାତ୍ପର୍ଯ୍ୟ? ପ୍ରକାର ଯିଏ ଯେତେ ପ୍ରକାର, ଯେମିତି ଆମେ ନାଟକ ସିନ୍, ମୁଁ ଦେବି ଗୋଟେ ପ୍ରକାର ଡିରେକ୍ସନ, ଆଉ ଜଣେ କିଶୋର କୁଣ୍ଡଳ ଆଇଲେ ସିଏ ଗୋଟେ ଡିରେକ୍ସନ, ସୀତାକାନ୍ତ ସାର୍ ଆଇଲେ ସିଏ ଗୋଟେ ଡିରେକ୍ସନ, ଅଶ୍ରୁମୋଚନ ଆଇଲେ ସେଇ ସିନ୍ ସେଇ ଯା ବୁଡ଼ା, କିନ୍ତୁ ସମସ୍ତଙ୍କର ମାରିବା ତରିକା। କିନ୍ତୁ ସାର୍ ରସଟା କୋଉଥିରେ ବେଶୀ ଭଲ? ସେଇ ପିଆଜ ରସୁଣ ଅଦାରେ ମେ ଫେୟାର ହେଉଛି। ଆଜ୍ଞା ସାର୍, ତା ତା ପ୍ଲେଟ୍ ହେଉଛି 400-500 ଟଙ୍କା କି 1000 ଟଙ୍କା, କିନ୍ତୁ ସେଇ ପ୍ଲେଟ୍ ସେଇ ପିଆଜ ରସୁଣ ଅଦା ଚିକେନ ପାଉଡ଼ର ଆମ ପାଉଡ଼ର ପଡ଼ିକି ରହୁଛି ଏରସମାରେ ଖାଇଲେ 100 ଟଙ୍କା। ହେଉଛି ହାତ ଉପର କଥା। ଧନ୍ୟବାଦ ସାର୍। ହେଉଛି।